ସ୍ୱାଗତ କରୁଛି ଫ୍ରେଣ୍ଡସ୍ ଆମ ଚ୍ୟାନେଲ ତରଫରୁ ମୁଁ ସୁବ୍ରତ ଏକ ନ୍ୟୁ ଭିଡିଓ ସହିତ ଫ୍ରେଣ୍ଡ ଦେଖନ୍ତୁ ଏଠି ଆପଣମାନଙ୍କର ଯୋଉ ଚାଇଲ୍ଡ ଡେଭଲପମେଣ୍ଟ ଆଣ୍ଡ ପେଡାଗୋଜି ଉପରେ ବହୁତ ସାରା କ୍ୱେଶ୍ଚନ ଆମେ ଡିସ୍କସନ କରିଥିଲେ ଆମେ ପାଖାପାଖି 4ଟି ପାର୍ଟ ଏଠି କମ୍ପ୍ଲିଟ୍ କରିସାରିଛନ୍ତି ସେଥିରେ ମୁଁ ଆପଣମାନଙ୍କୁ ପ୍ରିଭିୟସ୍ ଇୟର କ୍ୱେଶ୍ଚନ ସହିତ ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ ସବୁ ଯୋଉଟା ଆପଣଙ୍କର ପରୀକ୍ଷା ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ କ୍ୱେଶ୍ଚନ ସବୁ ଡିସ୍କସନ କରି ସାରିଛି ତ ଆଇ ହୋପ ଆପଣମାନେ ସେ ଯୋଉ ଭିଡିଓ ଦେଖିଥିବେ ଯେଉଁମାନେ ଦେଖିନାହାନ୍ତି ମୁଁ ଡେସ୍କ୍ରିପସନ ଲିଙ୍କଟି ପ୍ରୋଭାଇଡ କରିଛି ତା ସହିତ ପ୍ଲେଲିଷ୍ଟ ଲିଙ୍କ ମଧ୍ୟ ମୁଁ ଆପଣଙ୍କୁ ଟେଲିଗ୍ରାମ ଚ୍ୟାନେଲରେ ପ୍ରୋଭାଇଡ କରିଦେବି ସେଠୁ ଆପଣମାନେ ଯାଇ ଚେକ୍ କରିପାରିବେ। ତ ଦେଖନ୍ତୁ ଆଜିର ଭିଡିଓରେ ଆମେ ଯୋଉ ଚାଇଲ୍ଡ ଡେଭଲପମେଣ୍ଟ ଆଣ୍ଡ ପେଡାଗୋଜି ଉପରେ ଯୋଉ ଆପଣଙ୍କ 27 ତାରିଖକୁ 27 ସେପ୍ଟେମ୍ବରକୁ ଯୋଉ ଆପଣଙ୍କର ଏକ୍ଜାମଟି ହେବାକୁ ଯାଉଛି ତାପରେ କିଛି ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ ସବୁ ଡିସ୍କସନ କରିବା। ଏଟା ଆପଣଙ୍କ ପ୍ରାୟ ଏଠି ଆପଣଙ୍କର PYQ କ୍ୱେଶ୍ଚନ ସବୁ ରହୁଛି। ତ ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିବେ ଏବଂ ଯଦି ଆପଣମାନଙ୍କର କେହି ଫ୍ରେଣ୍ଡ ଯୋଉ ଆପଣଙ୍କର ସ୍ପେଶାଲ OTT ଏକ୍ଜାମ ଦଉଛନ୍ତି ତ ତାଙ୍କୁ ମଧ୍ୟ ଆପଣମାନେ ଫରୱାର୍ଡ କରିପାରିବେ। ପ୍ରଥମ କ୍ୱେଶ୍ଚନ କହିଛି ପାରଦର୍ଶିତା ଶିକ୍ଷଣ ଦୃଷ୍ଟିକୋଣରୁ କେଉଁଟି ଠିକ୍? ତ ଅପସନ 4ଟି ରହିଛି ଏହା ଭିତରୁ କେଉଁଟା ଆପଣମାନଙ୍କର ଯୋଉ ପାରଦର୍ଶିତା ଶିକ୍ଷଣ ଦୃଷ୍ଟିକୋଣରୁ ଠିକ୍? ତ ଅପସନ 4ଟି ରହିଛି ପ୍ରଥମ ଅପସନ ରହିଛି ସମସ୍ତ ଶିକ୍ଷାର୍ଥୀଙ୍କ ପାଇଁ ଶିକ୍ଷାଦାନ ପଦ୍ଧତି ସମାନ। ସେକେଣ୍ଡ କହିଛି ସମସ୍ତ ଶିକ୍ଷାର୍ଥୀଙ୍କ ପାଇଁ ଶିକ୍ଷଣ ହାର ସମାନ। ସମସ୍ତ ଶିକ୍ଷାର୍ଥୀଙ୍କ ନିମନ୍ତେ ଶିକ୍ଷଣ ଲକ୍ଷ୍ୟ ସମାନ। ଅପସନ 4 କହିଛି ସମସ୍ତ ଶିକ୍ଷାର୍ଥୀଙ୍କ ପାଇଁ ଶିକ୍ଷଣ ସମୟ ସମାନ। ତ ଅପସନ 4ଟି ମଧ୍ୟରୁ କରେକ୍ଟ ଆନ୍ସର ହେବ ଯୋଉଟା କି ସମସ୍ତ ଶିକ୍ଷାର୍ଥୀ ମାନଙ୍କ ନିମନ୍ତେ ଲକ୍ଷଣ ଯୋଉଟା ଆପଣ ଶିକ୍ଷଣ ଲକ୍ଷ୍ୟ ସମାନ। ଅପସନ ନମ୍ବର ସି ଏଠି ଆପଣମାନଙ୍କର କରେକ୍ଟ ଆନ୍ସର ରହିବ। ଦେନ୍ ତାପରେ ଦେଖନ୍ତୁ ନେକ୍ସଟ ଆପଣଙ୍କ 2 ନମ୍ବର କ୍ୱେଶ୍ଚନଟି 2 ନମ୍ବର କ୍ୱେଶ୍ଚନଟି କହିଛି ପାଠ୍ୟଦାନ ଆରମ୍ଭରେ କେତେକ ପ୍ରଶ୍ନ ପଚରା ଯାଇଥାଏ? ଏହା ଶିକ୍ଷଣର କେଉଁ ନିୟମ ଉପରେ ପର୍ଯ୍ୟବେସିତ? ଦେଖନ୍ତୁ ଯୋଉ ଆପଣ ଗୋଟେ କ୍ଲାସ ଷ୍ଟାର୍ଟ ହୁଏ ତା ପୂର୍ବରୁ ଟିଚର ଆସି କିଛି ଆପଣଙ୍କ ସହିତ କଥାବାର୍ତ୍ତା ହୁଅନ୍ତି ବା କିଛି ଆପଣଙ୍କ ସହିତ ଡିସ୍କସନ କରନ୍ତି ଯୋଉଟା କି କୁହାଯାଏ ଇଣ୍ଟ୍ରୋଡକ୍ସନ ପାଇଁ ଟିକେ 5 ମିନିଟ୍ 10 ମିନିଟ୍ ସେ ଦେଇଥାନ୍ତି କ୍ଲାସ ଷ୍ଟାର୍ଟିଂ ପୂର୍ବରୁ। ତ ଏହା ଆପଣଙ୍କର କେଉଁ ନିୟମ ଉପରେ ପର୍ଯ୍ୟବେସିତ? ପ୍ରଥମ ଅପସନ ହେଉଛି ଫଳାଫଳ, ଦେନ୍ ଆପଣଙ୍କ ପ୍ରସ୍ତୁତି, ଦେନ୍ ଆପଣଙ୍କ ଅଭ୍ୟାସ, ଦେନ୍ ଉପଯୋଗ। ତ ଅପସନ 4ଟି ମଧ୍ୟରୁ କରେକ୍ଟ ଆନ୍ସର ହେବ ଯୋଉଟା ଅପସନ ନମ୍ବର ବି এটা ଆପଣଙ୍କର ପ୍ରସ୍ତୁତି ବା ପ୍ରିପାରେସନ ଏଠି ଆପଣମାନଙ୍କର କରେକ୍ଟ ଆନ୍ସର ରହିବ। ତାପରେ ଦେଖନ୍ତୁ 3 ନମ୍ବର କ୍ୱେଶ୍ଚନଟି କେଉଁଟି ଶିକ୍ଷଣରେ ଅନ୍ତର୍ଦୃଷ୍ଟି ତତ୍ପର ଉତ୍ପାଦନ? ତ ଅପସନ 4 ରହିଛି ଅନ୍ତର୍ଦୃଷ୍ଟି ଦ୍ୱାରା ସମାହିତ ସମସ୍ୟା ଅଧିକ ଦିନମାନ ରହେ। ଅପସନ ନମ୍ବର 2 ରହିଛି ପ୍ରଯୋଜ ପ୍ରମାଦ ତତ୍ତ୍ୱ ଅପେକ୍ଷା ଅନ୍ତର୍ଦୃଷ୍ଟି ତତ୍ତ୍ୱ ଅଧିକ। ଅପସନ 3 କହିଛି ଅନ୍ତର୍ଦୃଷ୍ଟି ସମସ୍ୟା ସହାୟକ ଅଟେ। ଅପସନ 4 କହିଛି ଉପରୋକ୍ତ ସମସ୍ତ। ତ ଅପସନ 4ଟି ମଧ୍ୟରୁ କରେକ୍ଟ ଆନ୍ସର ହେବ ଉପରୋକ୍ତ ସମସ୍ତ। ଅପସନ ନମ୍ବର ଏଠି ଆପଣଙ୍କର ଡି ଏଠି ଆପଣମାନଙ୍କର କରେକ୍ଟ ଆନ୍ସର ରହିବ। ଦେନ୍ ତାପରେ ଏଠି ଦେଖନ୍ତୁ ତାପରେ ଏଠି ଆପଣମାନଙ୍କର ନେକ୍ସଟ ଆପଣଙ୍କର 4 ନମ୍ବର କ୍ୱେଶ୍ଚନଟି ଦେଖନ୍ତୁ ମଞ୍ଚ ଉପରେ ଜଣେ ନେତା ହାତ ହଲାନ୍ତି ଏହା କେଉଁ ପ୍ରକାର ଏକ ଉଦାହରଣ? ଦେଖନ୍ତୁ ଯେତେବେଳେ ଆପଣମାନେ ଦେଖିଥିବେ ପ୍ରାୟ ଏଠି ଆପଣଙ୍କର ଯୋଉ ନେତା ମାନେ ରହିଛନ୍ତି ବା ନେତା ଆପଣ MLA MP ଯୋଉ ଆପଣଙ୍କ ନେତା ଯେତେବେଳେ ଷ୍ଟେଜରେ ଭାଷଣ ଦେଇଥାନ୍ତି ତ ଦେଖିଥିବେ ପ୍ରାୟ ସେମାନେ ହାତ ହଲେଇଥାନ୍ତି। ଏହା କେଉଁ ପ୍ରକାର ଏକ ଉଦାହରଣ? ପ୍ରଥମ ଅପସନ ରହିଛି ସହାନୁଭୂତି, ଅପସନ 2 ରହିଛି ଅଜ୍ଞାତ, ଅପସନ 3 ରହିଛି କ୍ରିୟାତ୍ମକ, ଅପସନ 4 ରହିଛି ଜ୍ଞାତ। ଦେଖନ୍ତୁ ଯେତେବେଳେ ଆପଣମାନେ ଜଣେ ଗୋଟେ ଯୋଉ ନେତା ହାତ ହଲାନ୍ତି ସେଟା ଆପଣଙ୍କର ଗୋଟେ କ୍ରିୟାତ୍ମକ ଏଠି ଆପଣମାନଙ୍କର ଏକ ଉଦାହରଣ କ୍ରିୟାତ୍ମକର ଏଟା ଆପଣଙ୍କ ଗୋଟେ ଉଦାହରଣ। ତାର କରେକ୍ଟ ଆନ୍ସର ରହିବ ଅପସନ ନମ୍ବର ଯୋଉଟା କି ସି କ୍ରିୟାତ୍ମକ ହଉଛି ଏଠି ଆପଣମାନଙ୍କର ଗୋଟେ କରେକ୍ଟ ଆନ୍ସର ରହିବ। ତା ସହିତ ଫ୍ରେଣ୍ଡ ଯଦି ଆପଣଙ୍କର କିଛି ଡାଉଟ ରହିଯାଉଥାଏ ତ ମତେ ଏଠି ଆପଣମାନେ କମେଣ୍ଟରେ ଜଣାଇ ପାରିବେ। ତା ସହିତ ହ୍ୱାଟ୍ସଆପ ର ନମ୍ବର ମଧ୍ୟ ମୁଁ ଅଲରେଡି ପ୍ରୋଭାଇଡ କରିଛି ସେଠୁ ଆପଣମାନେ ଯାଇ ଡାଇରେକ୍ଟ ମେସେଜ କରିପାରିବେ। 5 ନମ୍ବର କ୍ୱେଶ୍ଚନ ଦେଖନ୍ତୁ କେଉଁଟି ଶିକ୍ଷଣର ଅସଫଳ ପ୍ରଦର୍ଶନ ହେତୁ ହୋଇପାରିବ ନାହିଁ? ଦେଖନ୍ତୁ which of the following cannot be a reason for unsuccessful learning performance? ଏଟା ଆପଣଙ୍କର କେଉଁଟା ଆପଣଙ୍କର ଗୋଟେ ଯୋଉ ଆପଣଙ୍କର ଶିକ୍ଷଣର ଅସଫଳ ପ୍ରଦର୍ଶନର ହେତୁ ହୋଇପାରିବ ନାହିଁ? ଦେଖନ୍ତୁ ପ୍ରଥମ ଅପସନ ଅଛି ଅସଫଳ ଶିକ୍ଷଣ ପରିଣତିରେ ନୁହେଁ। ଅପସନ 2 କହିଛି ଶିକ୍ଷଣ ପାଇଁ ଅଧିକ ସମୟ ବ୍ୟୟ। ଅପସନ ନମ୍ବର 3 କହିଛି ବିଶ୍ରାମର ଅଭାବ, ଅସଫଳ ଶିକ୍ଷଣ ପଦ୍ଧତି। ତ ଏଟା ଆପଣଙ୍କର କରେକ୍ଟ ଆନ୍ସର ରହିବ ଯୋଉଟା କି ଅସଫଳ ଶିକ୍ଷଣ ପଦ୍ଧତି। ଅପସନ ନମ୍ବର ଡି ଏଠି ଆପଣମାନଙ୍କର କରେକ୍ଟ ଆନ୍ସର ରହିବ। ଦେନ୍ ତାପରେ ଦେଖନ୍ତୁ 6 ନମ୍ବର କ୍ୱେଶ୍ଚନଟି ଶିକ୍ଷା ଏକ ତ୍ରିପ୍ରାନ୍ତୀୟ ପ୍ରକ୍ରିୟା। ଦେଖନ୍ତୁ ଗୋଟେ ଆପଣଙ୍କର ଯୋଉ ଶିକ୍ଷା ବା ଏଟା ଆପଣଙ୍କର ଏଜୁକେସନ ଗୋଟେ ତିନିଟା ଫେଜ ର ପ୍ରକ୍ରିୟା। ଦେଖନ୍ତୁ ଏହା ଏହି ତିନୋଟି ପ୍ରାନ୍ତି କଣ? ପ୍ରଥମ ଅପସନ ଦେଖନ୍ତୁ ପ୍ରଥମ ଅପସନ ରହିଛି ଶିକ୍ଷାର୍ଥୀ, ଶିକ୍ଷକ ଓ ସମାଜ। ଅପସନ 2 କହିଛି ଶିକ୍ଷାର୍ଥୀ, ଶିକ୍ଷକ ଓ ବିଦ୍ୟାଳୟ। ଅପସନ 3 କହିଛି ଶିକ୍ଷାର୍ଥୀ, ଶିକ୍ଷକ ଓ ପୁସ୍ତକ। ଅପସନ 4 କହିଛି ଶିକ୍ଷାର୍ଥୀ, ସମାଜ ଓ ବିଦ୍ୟାଳୟ। ଏ ଅପସନ 4ଟି ମଧ୍ୟରୁ କରେକ୍ଟ ଆନ୍ସର ରହିବ ଶିକ୍ଷାର୍ଥୀ, ଶିକ୍ଷକ ଓ ସମାଜ ଏଟା ଆପଣମାନଙ୍କର କରେକ୍ଟ ଆନ୍ସର ରହିବ। ଯାହାକି ଆପଣଙ୍କର ଶିକ୍ଷାର ଏକ ତ୍ରିପ୍ରାନ୍ତୀୟ ପ୍ରକ୍ରିୟା। ତ ଏଇ ଯୋଉ ଯୋଉ ପ୍ରାନ୍ତ ରହିଛି କଣ କଣ? ଶିକ୍ଷାର୍ଥୀ, ଶିକ୍ଷକ ଓ ସମାଜ ହଉଛି କରେକ୍ଟ ଆନ୍ସର ରହିବ। ଦେନ୍ ତାପରେ ଦେଖନ୍ତୁ 7 ନମ୍ବର କ୍ୱେଶ୍ଚନଟି
ସୃଜନଶୀଳତାର ସୂଚକ ନୁହେଁ କେଉଁ ଗୁଣଟି ଆପଣଙ୍କର ହ୍ୱିଚ୍ କ୍ୱାଲିଟି ଇଜ ନଟ୍ ଆନ୍ ଇଣ୍ଡିକେଟର ଅଫ କ୍ରିଏଟିଭିଟି ଏଟା ଆପଣଙ୍କର ଯୋଉ କ୍ରିଏଟିଭିଟିର କେଉଁଟା ଆପଣମାନଙ୍କର ଗୋଟେ ଆପଣଙ୍କର ମାନେ ଯୋଉ କ୍ରିଏଟିଭିଟିର ଇଣ୍ଡିକେଟର ନୁହେଁ। ତ ପ୍ରଥମ ଅପସନ ରହିଛି ଚିନ୍ତନର ମୌଳିକତା, କେନ୍ଦ୍ରାଭିମୁଖୀ ଚିନ୍ତନ, ବାକ୍ସ ଟୁଟା। ଅପସନ 4 କହିଛି ମନ ନମନୀୟତା। 7 ନମ୍ବର କ୍ୱେଶ୍ଚିନ୍ ଦେଖନ୍ତୁ। 7 ନମ୍ବର କ୍ୱେଶ୍ଚିନ୍ ଟି କହିଛି ସୃଜନଶୀଳତାର ସୂଚକ ନୁହେଁ କେଉଁ ଗୁଣଟି? ଦେଖନ୍ତୁ ହ୍ୱିଚ୍ କ୍ୱାଲିଟି ଇଜ ନଟ୍ ଆନ୍ ଇଣ୍ଡିକେଟର ଅଫ କ୍ରିଏଟିଭିଟି। ପ୍ରଥମ ଅପସନ ରହିଛି ଚିନ୍ତନର ମୌଳିକତା, କେନ୍ଦ୍ରାଭିମୁଖୀ ଚିନ୍ତନ। ଦେଖନ୍ତୁ ତାପରେ ଅପସନ 3 କହିଛି ବାକ୍ସ ଟୁଟା। ଅପସନ 4 କହିଛି ନମନୀୟତା। ଅପସନ 4ଟି ମଧ୍ୟରୁ ଏଠି ଆପଣଙ୍କର କରେକ୍ଟ ଆନ୍ସର ରହିବ। ଦେଖନ୍ତୁ ଯୋଉ ଅପସନ 4ଟି ମଧ୍ୟରୁ କରେକ୍ଟ ଆନ୍ସର ରହିବ ଯୋଉଟା କି ଆପଣମାନଙ୍କର ଯୋଉଟା କ୍ରିଏଟିଭିଟି, ଯୋଉଟା ଏଟା ଆପଣଙ୍କର ଯୋଉ କ୍ରିଏଟିଭିଟି ହଉଛି ଆପଣମାନଙ୍କର ଗୋଟେ କ୍ରିଏଟିଭିଟିର ଦେଖନ୍ତୁ ଅରିଜିନାଲିଟି, ଫ୍ଲୁଏନ୍ସି, ଫ୍ଲେକ୍ସିବିଲିଟି ଏଣ୍ଡ ଇଲାବୋରେସନ ଆପଣଙ୍କର ସହିତ ଯୋଉଟା କି ଜଡିତ ଥାଏ ତା ସହିତ ଯୋଉଟା ଆପଣମାନଙ୍କର ଯୋଉଟା କି କେନ୍ଦ୍ରାଭିମୁଖୀ ଚିନ୍ତନ ବା ଆପଣଙ୍କର ସେଣ୍ଟ୍ରାଲ ଆପଣଙ୍କର ଥିଙ୍କିଂ ଏଟା ଆପଣମାନଙ୍କର ଗୋଟେ ଗୁଣ ନୁହେଁ। ତ ଏହାର କରେକ୍ଟ ଆନ୍ସର ରହିବ ଅପସନ ନମ୍ବର ଆପଣଙ୍କର ବି ଏଠି ଆପଣଙ୍କର କରେକ୍ଟ ଆନ୍ସର ରହିବ। ଦେନ୍ ତାପରେ ଦେଖନ୍ତୁ 8 ନମ୍ବର କ୍ୱେଶ୍ଚିନ୍ ଟି କହିଛି ପ୍ରତିଭାଶାଳୀ ଶିକ୍ଷାର୍ଥୀଙ୍କୁ ଚିହ୍ନଟ କରିବାର ପ୍ରଣାଳୀ କଣ? ଦେଖନ୍ତୁ ଯଦି ଆପଣମାନେ ଗୋଟେ ଆପଣଙ୍କର ମେଥଡ ଟୁ ଆଇଡେଣ୍ଟିଫାଏ ଗିଫ୍ଟେଡ ଷ୍ଟୁଡେଣ୍ଟ, ଯେଉଁମାନେ ଯୋଉ ଗିଫ୍ଟେଡ ଷ୍ଟୁଡେଣ୍ଟ ହେଇଥାନ୍ତି ବା ଯେଉଁମାନଙ୍କ ପାଖରେ ପ୍ରତିଭା ଥାଏ ସେମାନଙ୍କୁ କିପରି ଚିହ୍ନା ଯାଏ? ତ ଦେଖନ୍ତୁ ପ୍ରଥମେ ଅପସନ ରହିଛି ସାକ୍ଷାତକାର, ବୁଦ୍ଧି ପରୀକ୍ଷଣ, ନୈଦାନିକ ପରୀକ୍ଷଣ। ଅପସନ 4 କହିଛି ମନୋବୃତ୍ତି ପରୀକ୍ଷଣ। ତ ଅପସନ 4 ମଧ୍ୟରୁ କରେକ୍ଟ ଆନ୍ସର ଯୋଉଟା ରହିବ ଏଟା ଆପଣମାନଙ୍କର ଯୋଉଟା କି ବୁଦ୍ଧି ପରୀକ୍ଷଣ। ଅପସନ ନମ୍ବର ବି ଏଠି ଆପଣମାନଙ୍କର କରେକ୍ଟ ଆନ୍ସର ରହିବ। ଦେନ୍ ତାପରେ ଦେଖନ୍ତୁ ନେକ୍ସଟ କ୍ୱେଶ୍ଚିନ୍ ଟି 9 ନମ୍ବର କ୍ୱେଶ୍ଚିନ୍ ଟି ଆପଣଙ୍କର କଣ କହି ଦେଖନ୍ତୁ ବାହିକ ଅଭିପ୍ରେରଣ କେଉଁଟି? ହ୍ୱିଚ୍ ୱାନ୍ ଇଜ ଏକ୍ସଟର୍ନାଲ ମୋଟିଭେସନ। ତ ଅପସନ 4ଟି ମଧ୍ୟରୁ କେଉଁଟା ଆପଣଙ୍କର ଗୋଟେ ମାନେ ଏକ୍ସଟର୍ନାଲ ମୋଟିଭେସନ? ପ୍ରଥମ ଅପସନ କହିଛି କୃତି, ଆତ୍ମସମ୍ମାନ ବୋଧ, ପ୍ରଶଂସା, କୌଣସିଟି ନୁହେଁ। ତ ଅପସନ 4ଟି ମଧ୍ୟରୁ କରେକ୍ଟ ଆନ୍ସର ରହିବ ଯୋଉଟା କି ପ୍ରେଜ ମାନେ ପ୍ରଶଂସା ଏଠି ଆପଣମାନଙ୍କର ଗୋଟେ ଏକ୍ସଟର୍ନାଲ ମୋଟିଭେସନ। ତାପରେ ଦେଖନ୍ତୁ 10 ନମ୍ବର କ୍ୱେଶ୍ଚିନ୍ ଟି ପାରଦର୍ଶିତା ଶିକ୍ଷଣର ପ୍ରଥମ ପର୍ଯ୍ୟାୟ। ଦେଖନ୍ତୁ ଫାର୍ଷ୍ଟ ଷ୍ଟେଜ ଅଫ ମାଷ୍ଟରୀ ଲର୍ଣ୍ଣିଂ ଏଟା ଆପଣଙ୍କର ଯୋଉ ପାରଦର୍ଶିତାର ପ୍ରଥମ ପର୍ଯ୍ୟାୟ କଣ? ପ୍ରଥମ ଅପସନ ରହିଛି ପାରଦର୍ଶିକତାର ସ୍ତର ନିରୂପଣ। ସେକେଣ୍ଡ ଅପସନ କହିଛି ପାରଦର୍ଶିକତା ଭିତ୍ତିକ ଶିକ୍ଷାଦାନ। ଅପସନ 3 କହିଛି ଦେଖନ୍ତୁ ପାରଦର୍ଶିତାର ସଂଜ୍ଞା ନିରୂପଣ। ଅପସନ 4 କହିଛି ପାରଦର୍ଶିତା ଲାଭ ନିମନ୍ତେ ଯୋଜନା ପ୍ରସ୍ତୁତି। ତ ଅପସନ 4ଟି ମଧ୍ୟରୁ କରେକ୍ଟ ଆନ୍ସର ରହିବ ଯୋଉଟା କି ଆପଣଙ୍କର ଅପସନ ନମ୍ବର ସି ପାରଦର୍ଶିତାର ସଂଜ୍ଞା ନିରୂପଣ ହଉଛି ଆପଣମାନଙ୍କର କରେକ୍ଟ ଆନ୍ସର। ତାପରେ ଦେଖନ୍ତୁ 11 ନମ୍ବର କ୍ୱେଶ୍ଚିନ୍ ଟି ଯଦି ଫ୍ରେଣ୍ଡସ୍ ଆପଣଙ୍କର କିଛି ଡାଉଟ୍ ଥାଏ ମୁଁ ବାର କହି ରଖୁଛି ଆପଣମାନେ ମତେ କମେଣ୍ଟରେ ଜଣାନ୍ତୁ। ଆପଣମାନେ ଚାହିଁଲେ ମତେ ହ୍ୱାଟ୍ସଆପ୍ ମତେ ଡାଇରେକ୍ଟ ମେସେଜ କରିପାରିବେ ଏବଂ ଯଦି ଚ୍ୟାନେଲଟିକୁ ସବସ୍କ୍ରାଇବ କରିନାହାନ୍ତି ପ୍ଲିଜ ଚ୍ୟାନେଲଟିକୁ ସବସ୍କ୍ରାଇବ କରି ରଖନ୍ତୁ। ଦେଖନ୍ତୁ 11 ନମ୍ବର କ୍ୱେଶ୍ଚିନ୍ ଦେଖନ୍ତୁ ଶିକ୍ଷଣର ପ୍ରାରମ୍ଭିକ ସ୍ତରରେ ଶିକ୍ଷାର୍ଥୀର ଜ୍ଞାନାତ୍ମକ ବିକାଶ ନିମନ୍ତେ କେଉଁଟି ଉପଯୁକ୍ତ ନୁହେଁ? ଦେଖନ୍ତୁ ଯଦି ଆପଣମାନେ ହ୍ୱିଚ୍ ୱାନ୍ ଇଜ ନଟ୍ ସୁଇଟେବଲ ଫର କଗ୍ନିଟିଭ ଡେଭଲପମେଣ୍ଟ ଅଫ ଏ ଲର୍ଣ୍ଣର ଆଟ୍ ଦ ଇନିସିଆଲ ଷ୍ଟେଜ ଅଫ ଲର୍ଣ୍ଣିଂ, ଆପଣଙ୍କର ଶିକ୍ଷଣର ଷ୍ଟାର୍ଟିଂ ରେ କେଉଁଟା ଆପଣମାନଙ୍କର ଗୋଟେ ଆପଣଙ୍କର ଦେଖନ୍ତୁ ଯୋଉ ଷ୍ଟାର୍ଟିଂ ରେ କେଉଁଟା ଆପଣଙ୍କର ପ୍ରାରମ୍ଭିକ ସ୍ତରରେ ଶିକ୍ଷାର୍ଥୀର ଜ୍ଞାନାତ୍ମକ ବିକାଶ ପାଇଁ ଉପଯୁକ୍ତ ନୁହେଁ? ତ ଅପସନ 4 ରହିଛି ପ୍ରଥମ ଅପସନ ରହିଛି ବ୍ୟାଖ୍ୟାକରଣ। ଅପସନ 2 ରହିଛି ବର୍ଗୀକରଣ। ଅପସନ 3 କହିଛି ପୃଥକୀକରଣ। ଅପସନ 4 କହିଛି ଶୂନ୍ୟ ସମ୍ବନ୍ଧୀୟ ତର୍କ। ତ ଅପସନ 4ଟି ମଧ୍ୟରୁ କରେକ୍ଟ ଆନ୍ସର ରହିବ ଯୋଉଟା କି ଶୂନ୍ୟ ସମ୍ବନ୍ଧୀୟ ତର୍କ ହଉଛି ଆପଣଙ୍କର ଏଠି କରେକ୍ଟ ଆନ୍ସର ରହିବ। ତାପରେ ଦେଖନ୍ତୁ 12 ନମ୍ବର କ୍ୱେଶ୍ଚିନ୍ ଟି କହିଛି ବ୍ଲୁ ପ୍ରିଣ୍ଟ ରେ କଣ ନଥାଏ? ତ ଅପସନ 4 ରହିଛି ପ୍ରଥମ ଅପସନ ରହିଛି ହ୍ୱାଟ ଇଜ ନଟ୍ ଇନକ୍ଲୁଡେଡ ଇନ ଏ ବ୍ଲୁ ପ୍ରିଣ୍ଟ ରେ କେଉଁଟା ଆପଣମାନଙ୍କର ନଥାଏ? ପ୍ରଥମ ଅପସନ କହିଛି ଲକ୍ଷ୍ୟ ଗୁଡିକର ଅପେକ୍ଷିକ ଗୁରୁତ୍ୱ, ପାଠ୍ୟ ଉପରେ ଆପେକ୍ଷିକ ଗୁରୁତ୍ୱ, ପ୍ରକାର ଉପରେ ଆପେକ୍ଷିକ ଗୁରୁତ୍ୱ, ଉପରୋକ୍ତ ସମସ୍ତ। ତ ଏହାର କରେକ୍ଟ ଆନ୍ସର ରହିବ କି ଉପରୋକ୍ତ ଏଠି ଆପଣମାନଙ୍କର ସମସ୍ତ ଏଠି ଆପଣମାନଙ୍କର କରେକ୍ଟ ଆନ୍ସର ରହିବ। ତାପରେ ଦେଖନ୍ତୁ 13 ନମ୍ବର କ୍ୱେଶ୍ଚିନ୍ ଟି କହିଛି ବୁଦ୍ଧି ସମ୍ବନ୍ଧୀୟ ସଠିକ ଉକ୍ତି କରେକ୍ଟ ଷ୍ଟେଟମେଣ୍ଟ ରିଗାର୍ଡିଂ ଇଣ୍ଟେଲିଜେନ୍ସ। ଏଟା ଆପଣଙ୍କର ବୁଦ୍ଧି ସମ୍ବନ୍ଧୀୟ କେତେକ ଉକ୍ତି ଏଠି ଆପଣ ରହିଛି ତା ଭିତରୁ କେଉଁଟା ଆପଣଙ୍କର ଠିକ? ଦେଖନ୍ତୁ ବୃଦ୍ଧି ମୃତ୍ୟୁ ପର୍ଯ୍ୟନ୍ତ ବଢିଥାଏ। ପ୍ରଥମ ଅପସନ କହିଛି ବୁଦ୍ଧିଟା ଆପଣଙ୍କର ମୃତ୍ୟୁ ପର୍ଯ୍ୟନ୍ତ ବଢିଥାଏ। ସେକେଣ୍ଡ କହିଛି ବୁଦ୍ଧି ପରିବେଶରେ ପ୍ରଭାବ ବିକଶିତ କରିଥାଏ। ବୁଦ୍ଧି ଏକ ନିର୍ଦ୍ଦିଷ୍ଟ ସମସ୍ୟାକୁ ବୁଝାଏ। ଶିକ୍ଷଣ ପ୍ରକ୍ରିୟା ସହ ବୁଦ୍ଧିର ସହ ସମ୍ପର୍କ ନଥାଏ। ତ ଏଟା ଆପଣଙ୍କର କହିଛି କେଉଁଟା ଆପଣଙ୍କର ଠିକ ଉକ୍ତି? ତ ଅପସନ 4 ରହିଛି ତା ଭିତରେ ଏଠି ଆପଣମାନଙ୍କର ଯୋଉଟା କରେକ୍ଟ ଆନ୍ସର ରହିବ ବୁଦ୍ଧି
ପରିବେଶର ପ୍ରଭାବରେ ବିକଶିତ ହୋଇଥାଏ। ଅପସନ ନମ୍ବର ଏଇଟା ଆପଣଙ୍କର ବି ଏଠି କରେକ୍ଟ ଆନ୍ସର ହୋଇଥାଏ। ସେଥିପାଇଁ ଆପଣ ମାନେ ପ୍ରାୟ ଦେଖିଥିବେ କହନ୍ତି ଯଦି ଦୁନିଆ ବହୁତ କିଛି ଶିଖେଇଦବ ଯୋଉଟା କି ବୁଦ୍ଧି ଦୁନିଆ ଶିଖେଇଦବ, ତ ଏଇଟାର କରେକ୍ଟ ଆନ୍ସର ହେବ ଯୋଉଟା କି ବୁଦ୍ଧି ପରିବେଶର ପ୍ରଭାବରେ ବିକଶିତ ହୋଇଥାଏ। ଅପସନ ନମ୍ବର ଏଇଟା ଆପଣଙ୍କର ବି ଏଠି କରେକ୍ଟ ଆନ୍ସର ରହିବ। ଦେନ୍ 14 ନମ୍ବର କ୍ୱେଶ୍ଚିନ୍ ଦେଖନ୍ତୁ, ଇଣ୍ଟେଲିଜେନ୍ସ ଇଜ ଦ ଏବିଲିଟି ଟୁ କ୍ୟାରି ଅନ୍ ଏ abstract thinking। ଯୋଉ ଆପଣଙ୍କର ଏହି ଉକ୍ତିଟି କାହାର? ତ କୋଟା ଅନ୍ ଦ abstract thinking and intelligence ଏଟା କାହାର? ଅପସନ 4 ରହିଛି, ପ୍ରଥମ ଅପସନ ରହିଛି ବିନେ, ଅପସନ 2 ରହିଛି ଟର୍ମାନ, ଅପସନ 3 କହିଛି ଥର୍ନଡାଇଜ, ଅପସନ 4 କହିଛି ଡାଲଟନ। ତ ଅପସନ 4ଟି ମଧ୍ୟରୁ ଏହାର କରେକ୍ଟ ଆନ୍ସର ହେବ ଯୋଉଟା କି ଟର୍ମନ। ଅପସନ ନମ୍ବର ବି ଏଠି ଆପଣଙ୍କର କରେକ୍ଟ ଆନ୍ସର ହେବ, ଯାହାର ଏଟା ଆପଣଙ୍କର ଇଣ୍ଟେଲିଜେନ୍ସ ଇଜ ଦ ଏବିଲିଟି ଟୁ କ୍ୟାରି ଅନ୍ abstract thinking। ତ ଅପସନ ନମ୍ବର ଏଟା ଆପଣଙ୍କର ବି, ଯୋଉ ଟର୍ମାନ ହଉଛି ଆପଣଙ୍କର ଏଠି କରେକ୍ଟ ଆନ୍ସର ହେବ। ତାପରେ ଦେଖନ୍ତୁ 15 ନମ୍ବର କ୍ୱେଶ୍ଚିନ୍ ଟି ଶିଶୁର ଦୃଷ୍ଟି ଆକର୍ଷଣ କରୁଥିବା ବିକାଶର ଅବସ୍ଥା କଣ? ଦେଖନ୍ତୁ, ଷ୍ଟେଜ ଅଫ ଡେଭଲପମେଣ୍ଟ ହ୍ୱେୟାର ଚିଲଡ୍ରେନ୍ ଚାଇଲ୍ଡ ସିକ୍ସ ଟୁ ଆଟେନସନ। ତ ଅପସନ ଚାଲିଛି ଆଦ୍ୟ, ଯୋଉଟା କି ଆଦ୍ୟ ବାଲ୍ୟାବସ୍ଥା, ପ୍ରାନ୍ତ ବାଲ୍ୟାବସ୍ଥା, ପ୍ରାକ୍ କୈଶୋରାବସ୍ଥା, କୌଣସିଟି ନୁହେଁ। ତ ଏହାର ଯୋଉ କରେକ୍ଟ ଆନ୍ସର ହେବ ଅପସନ ନମ୍ବର ଏ, ଯୋଉଟା କି ଆର୍ଲି ଆପଣଙ୍କର, ଯୋଉଟା କି ଆର୍ଲି ଷ୍ଟେଜ, ଯୋଉଟା କି ଆପଣଙ୍କର ଆଦ୍ୟ ବାଲ୍ୟାବସ୍ଥା ବା ଷ୍ଟାର୍ଟିଂ ଫେଜ ଯୋଉଟା ରହିଛି ସେଟା ଆପଣମାନଙ୍କର ଏଠି କରେକ୍ଟ ଆନ୍ସର ରହିବ। ଦେନ୍ ଦେଖନ୍ତୁ 16 ନମ୍ବର କ୍ୱେଶ୍ଚିନ୍ ଟି, ଶିକ୍ଷାର୍ଥୀର ସାମାଜିକ ବିକାଶର ଅର୍ଥ କଣ? ମିନିଂ ଅଫ ସୋସିଆଲ ଡେଭଲପମେଣ୍ଟ ଅଫ ଏ ଲର୍ଣ୍ଣର। ଏଇଟା ଆପଣଙ୍କର ଯୋଉଟା ଆପଣଙ୍କର ଶିକ୍ଷାର୍ଥୀର ସାମାଜିକ ବିକାଶର ଅର୍ଥ କଣ? ପ୍ରଥମ ଅପସନ କହିଛି ସାମାଜିକ ବ୍ୟବହାରର ବିକାଶ, ଅପସନ 2 କହିଛି ସମାଜର ବିକାଶ, ବ୍ୟକ୍ତିର ବିକାଶ, ଗୋଷ୍ଠୀର ବିକାଶ। ତ ଅପସନ 4ଟି ମଧ୍ୟରୁ କରେକ୍ଟ ଆନ୍ସର ରହିବ ଯୋଉଟା ସମାଜର ବିକାଶ ହଉଛି ଆପଣଙ୍କର କରେକ୍ଟ ଆନ୍ସର ରହିବ। ଦେନ୍ ତାପରେ ଦେଖନ୍ତୁ 17 ନମ୍ବର କ୍ୱେଶ୍ଚିନ୍ ଟି, ଅନଗ୍ରସର ଶିକ୍ଷାର୍ଥୀଙ୍କ ଠାରେ ନଥିବା ଲକ୍ଷଣ କଣ? ଅନଗ୍ରସର ଶିକ୍ଷାର୍ଥୀଙ୍କ ଠାରେ ନଥିବା ଲକ୍ଷଣ, ଦେଖନ୍ତୁ କ୍ୟାରେକ୍ଟରିଷ୍ଟିକ ନଟ୍ ସିନ୍ ଇନ୍ ବ୍ୟାକୱାର୍ଡ ଲର୍ଣ୍ଣର୍ସ। ଏଟା ଆପଣଙ୍କର ଯୋଉଟା କି ଟିକେ ପଛୁଆ ଷ୍ଟୁଡେଣ୍ଟ ଥାନ୍ତି, ଯୋଉଟା ବ୍ୟାକ୍ ବେଞ୍ଚର କୁହାଯାଏ, ତାଙ୍କ ପାଖରେ ଏଠି ଆପଣଙ୍କର କେଉଁ କ୍ୟାରେକ୍ଟରିଷ୍ଟିକ ଦେଖାଯାଏ ନାହିଁ। ପ୍ରଥମ ଅପସନଟି ରହିଛି ବିଶ୍ଳେଷଣର ଦକ୍ଷତା, ଅପସନ 2 କହିଛି ଉଦ୍ଦେଶ୍ୟ ଭିତ୍ତିକ ଆଚରଣ, ଅପସନ 3 କହିଛି ସମ୍ମାନଜନକ ବୃତ୍ତି ନିମନ୍ତେ ଅଭିଳାଷ, ଧାରଣା ପ୍ରକାଶର ଅକ୍ଷମତା। ଅପସନ 4ଟି ରହିଛି, ତା ଭିତରେ ଏଠି ଆପଣମାନଙ୍କର କରେକ୍ଟ ଆନ୍ସର ହେବ ବିଶ୍ଳେଷଣର ଦକ୍ଷତା। ଅପସନ ନମ୍ବର ଏଠି ଆପଣମାନଙ୍କର କରେକ୍ଟ ଆନ୍ସର ରହିବ। ତାପରେ ଦେଖନ୍ତୁ ଆପଣଙ୍କର ଏଠି 18 ନମ୍ବର କ୍ୱେଶ୍ଚିନ୍ ଟି, फ्रेंड्स देखो ये डायरेक्ट मुझे ऑप्शन हिसाब से आंसर कही दूसरी। बहुत पिलांकर क्वेरी आसूला कि सर आप डायरेक्ट क्वेश्चन कही दूसरी, तो मोर एक्चुअली ये एम रोचे कि मुझे मैक्सिमम क्वेश्चन आपंकर डिस्कसन करदेवी, जहाद्वारा आपको बहुत बहुत मन रही एग्जाम पूर्व आप बहुत प्राक्टिस हो। तो से डायरेक्ट मुझे ऑप्शन कही आंसर कही दूसरी। बाकी तो आपने जाए आई होप सब पढ़ी देते, बाकी एवं खाली क्वेश्चन आपको रिविजन दरकार। तो देखो 18 नंबर क्वेश्चन टी कही पियाज जो पियाजेंको जोटा अपन देखंतु जो पियाजेंको मत अनुसार मृत स्तर रे बौद्धिक विकास एटा आपनकर पिगार्स कंक्रीट ऑपरेशनल स्टेज एंड इंटेलिजेंस डेवलपमेंट ऊपर जो क्वेश्चन रही देखंतु ए केउ मत अनुसार मृत स्तर रे बौद्धिक विकास केबे होइता है। तो प्रथम कहिछि प्राक प्राथमिक थासेखिक, ऑप्शन 3 कहिछि उच्च माध्यमिक, ऑप्शन 4 कहिछि उपरोक्त समस्त। तो 18 नंबर यार करेक्ट आंसर हिबो कि साक्षेखिक, ऑप्शन नंबर बी एठी आपन मानकर करेक्ट आंसर रहिबो। देन तापर 19 नंबर क्वेश्चन देखंतु 19 नंबर क्वेश्चन टी कहिछि देखंतु 19 नंबर जो क्वेश्चन टी कहिछि मूल्यांकन दृष्टिकोण रु केउंटी अन्य तीनोटी ठारो भिन्न। जो आपनकर मूल्यांकन करा जिवो इवैल्यूएशन माने आपन दृष्टि रु केउटा आपन अन्य समस्त ठारो भिन्न। प्रथमे रहिछि आपनकर रेटिंग स्केल, ऑप्शन 2 कहिछि प्रोग्रेस कार्ड, ऑप्शन 3 कहिछि चेकलिस्ट, ऑप्शन 4 कहिछि प्रश्न गुच्छा। तो ऑप्शन 4 मधुरु एटा आपनकर करेक्ट आंसर हिबो प्रश्न गुच्छा। एटा आपन मानकर एई जो तीनोटी ठारू एटा आपनकर अलगा। देन तापर देखंतु 20 नंबर क्वेश्चन टी 20 नंबर क्वेश्चन टी कहिछि एक कृति परीक्षण रे प्रस्तुति पई केउ क्रमटी ठीक अटे। देखंतु एक कृति परीक्षण प्रस्तुति पई केउ क्रमटी ठीक अटे। प्रथम जो यार डायरेक्ट जो आंसर देखंतु पाठ्य निर्वाचन, लक्ष्य निर्धारण, ब्लू प्रिंटिंग प्रस्तुति, प्रश्न लिखन, एक कृति परीक्षा प्रस्तुति पई ए सठिक क्रम होची पाठ्य निर्वाचन करिबा, तापरे लक्ष्य निर्धारण करिबा, तृतीय रे ब्लू प्रिंटिंग करिबा सहित शेष रे प्रश्न लिखन करिबा होची आपनकर एठी करेक्ट सीक्वेंस। नेक्स्ट आपनकर 21 नंबर क्वेश्चन देखंतु 21 नंबर क्वेश्चन टी कहिछि किए शिक्षादान शिक्षण प्रक्रिया केंद्र बिंदु अटे। देखंतु ए क्वेश्चन टी आपनकर बहुत थोर आपन मान देखिथिबे, मु प्राय एठी दुईटी तीनटी वीडियो रे क्वेश्चन टी रिपीट होची। देखंतु किए शिक्षादान शिक्षण प्रक्रिया केंद्र बिंदु अटे।
प्रथम कही पाठ्यपुस्तक शिक्षक चाइल्ड जोटा कि आप पाठ्य घोषणा देखो ये क्वेश्चन जो भल भाव पढ़े किए शिक्षादान शिक्षण प्रक्रिया केन्द्रबिंदु अटे तो यार जो करेक्ट आंसर जोटा कि ऑप्शन नंबर आपंकर ये देखिए ऑप्शन नंबर जोटा कि सी जोटा कि चाइल्ड जोटा कि आप देखो पिला ही आप पढ़ेबे तो पिला माने आपनकर केन्द्रबिंदु होगा दरकार तो यार करेक्ट आंसर जो ऑप्शन नंबर ये आपनकर सी जोटा कि चाइल्ड ये आपनकर करेक्ट आंसर रहिबो देन तापर देखो 22 नंबर क्वेश्चन टी 22 नंबर क्वेश्चन टी कहिछि शिक्षण मान निर्धारण निमंते केउटी एक साधनी नुहे देखंतु गोटे शिक्षण मान निर्धारण पई केउटा आपनकर साधनी नुहे देखंतु प्रथम कहिछि परीक्षण सेकंड कहिछि रेटिंग स्केल चेकलिस्ट प्रश्न गुच्छा तार करेक्ट आंसर हम जानिथले आपनकर एठी जोटा कि ऑप्शन नंबर ए परीक्षण होछि आपनकर गोटे साधन नुहे देन एठी आपनकर 23 नंबर क्वेश्चन देखंतु 23 नंबर क्वेश्चन टी कहिछि उत्तम शिक्षादान शिक्षणर केउटी आधार नुहे प्रथम ऑप्शन रहिछि आनंददायी उद्देश्य भित्तिक आवेशिकरण उपर गुरुत्व ऑप्शन 4 कहिछि केउटी नुहे तार करेक्ट आंसर रहबो जोटा कि केउटी नुहे एठी आपनकर करेक्ट आंसर रहबो तापर देखंतु 24 नंबर क्वेश्चन टी 24 नंबर क्वेश्चन टी कोन कहि देखंतु केउटी अन्य तीनोटी ठारो भिन्न व्यक्तिनिष्ठ लिखित मौक ना दार्शनिक तो ऑप्शन 4 मधुर एठी आपण मानकर करेक्ट आंसर जोटा कि व्यक्तिनिष्ठ एठी आपण मानकर टी तीनोटी ठारो भूल बा अलगा तापर देखंतु 25 नंबर क्वेश्चन टी आज लास्ट क्वेश्चन टी देखंतु फलप्रद शिक्षादान निमंते केउटी मौलिक आवश्यकता देखंतु फलप्रद शिक्षादान निमंते केउटी मौलिक आवश्यकता ऑप्शन 4 रहिछि शिक्षादान साधनी ऑप्शन 2 कहिछि मूल्यायन पाठ्यपुस्तक सहायक पुस्तक तार करेक्ट आंसर है ऑप्शन नंबर ए शिक्षादान साधनी होछि आपनकर एठी करेक्ट आंसर सो फ्रेंड एटा थला आपण मानकर जोटा कि 30 जो 25 टी क्वेश्चन जोटा कि आपनकर एग्जाम पई बहुत बहुत इंपोर्टेंट क्वेश्चन टी आई होप आपण मानकु भल लागितबो जदि आपनको वीडियो टी भल लागितबो तो गोटे लाइक कर दियंतु एंड चैनल टी जदि सब्सक्राइब करि नांती प्लीज चैनल टी सब्सक्राइब कर रखंतु एबे लेटेस्ट अपडेट पाए हम चैनल सहित जोड़ी रहंतु नेक्स्ट वीडियो में आउ सब बाकी सब क्वेश्चन को डिस्कशन करे देबा जो सब बाकी सब क्वेश्चन रहिला नेक्स्ट वीडियो हम मन सब डिस्कशन करे देबा तो फ्रेंड जदि वीडियो टी आपको पसंद आसे तो आउ थरे कहि रखुची तो गोटे लाइक कर देबे निश्चय लाइक कर दियंतु सब्सक्राइब कर दियंतु एवं आपन फ्रेंड सहित शेयर कर दियंतु नेक्स्ट वीडियो आपन से देखा हबो सेति पर्यंत टेक केयर एंड बाय।